ମନ୍ଦିର ସବୁଆଡ଼େ ହେଉଛି, କିନ୍ତୁ କିନ୍ତୁ ପଥର ମୂର୍ତ୍ତି କରନ୍ତୁ ନାହିଁ। ସିଏ କିନ୍ତୁ ସେ କଥାଟାକୁ ଟିକେ ଖାମଖିଆଲ କରିଦେଲେ, ପଥର ମୂର୍ତ୍ତି କଲେ। ପଥର ମୂର୍ତ୍ତି କହିଲେ କିନ୍ତୁ ପଥର ମୂର୍ତ୍ତି କଲେ କିଛିଟା ଅଘଟଣ ଘଟିପାରେ। ଏଇଟା କାରଣ ମମତା ମାନେ ସାଙ୍ଗେ ମୋର ବ୍ୟକ୍ତିଗତ ବଡ଼ ସମ୍ପର୍କ ଥିଲା। ତାଙ୍କର ସୁବ୍ରତ ବକ୍ସି ଯେ ମୁଖ୍ୟ ଲୋକ, ତାଙ୍କ ଦଳର ମୁଖ୍ୟ ଲୋକ ହେଲେ ସୁବ୍ରତ ବକ୍ସି। ସିଏ ଆମ ଘରକୁ ଆସିଲେ, କଥାବାର୍ତ୍ତା ହେଲା। ମୁଁ କହିଲି ଦେଖନ୍ତୁ ଦିଦି କହିବେ ଯେ ପଥର ମୂର୍ତ୍ତି ଟିକେ ଅଘଟଣ ଘଟିବ, ପଥର ମୂର୍ତ୍ତି ନ କରିବେ ଭଲ, ଯଦି କରନ୍ତୁ ପଥର ମୂର୍ତ୍ତି ମନ୍ଦିରରେ ବସିପାରିବେ, ସିଏ ରଥ କରିପାରିବେ ନାହିଁ। କାହିଁକି ରଥ କରିପାରିବେ ନାହିଁ ଅନ୍ୟ କଥା କିଛି ନୁହଁ, ଯେ ବାଇଚାନ୍ସ ତାଙ୍କ ଦେହରେ ଖଣ୍ଡିଆ ହେଇଯିବ, ଭଲ ମନ୍ଦ ହେଇଯିବ, ସେଥିପାଇଁ ଟିକେ ଖରାପ ଜିନିଷ ଗତି କରେ। କିନ୍ତୁ ସିଏ ସେଇଟାକୁ ଟିକେ ନାକୁ ଶୁଣିଲେ ନାହିଁ। ସେ ତାଙ୍କ ମନ ଇଚ୍ଛା କହିଲେ ଆମର କ'ଣ ମିଳିବ। ମୁଁ ତାଙ୍କୁ ଭଲ ପାଏ, ଶ୍ରଦ୍ଧା କରେ, ଏବଂ ମୁଁ ଚାହୁଁଥିଲି ଯେ ସେ ସରକାର ଚାଲିଛି, ଦିଦି ଅଛନ୍ତି, ଭଲ ମନ୍ଦ କରୁଛନ୍ତି, ତାଙ୍କ ଯାହା କରିବେ କରିବେ। ତାପରେ ସେ ଶୁଣିଲେନି ଗଲା। ଆଜି ଆପଣଙ୍କୁ କହିଲି ସିଏ ଭଲ ଲୋକ ଥିଲେ, ତାଙ୍କ ଚାରିପଟେ କିଛି ଲୋକ ଥିଲେ ଯିଏକି ତାଙ୍କୁ ବାଜେ ରାସ୍ତାରେ ନେଉଥିଲେ। ଦିଦିଙ୍କର ଟିକେ ସବୁ ଭଲ, ତାଙ୍କର ସେ ଟିକେ ପତଳା କାନ, ମାନେ ବହୁତ ଭଲ କିନ୍ତୁ ପତଳା କାନ। ହଠାତ୍ ଆପଣ ଭଲ ପାଉଥିବେ, ପୁଣି ଗୋଟେ କ'ଣ ହେଇଯିବ, ଘଣ୍ଟା ପରେ ପୁଣି ଆସି ଅଟୋମେଟିକ୍ ଚେଞ୍ଜ ହେଇଯିବେ। ପତଳା କାନ। ତାଙ୍କର ଯେଉଁ ଚାରିପଟେ ଆଗ ତାଙ୍କ ଚେଲା ଚାମଡ଼ା 5-7 ଜଣ ଥିଲେ, ରାକେଟ୍ କରି ତାଙ୍କୁ ରଖିଥିଲେ। ସିଏ ତାଙ୍କର ମନ ଭଲ ସବୁ ଭଲ, ନା ଆଜି କେମିତି ଶାସନ କରୁଥିଲେ ଏବଂ ପ୍ରଥମରୁ ଶାସନ କରି ଆସୁଥିଲେ, ତାଙ୍କୁ ଲୋକ ଭଲ ପାଉଥିଲେ। ସେ ଚାରିପଟ କିଛି ଲୋକ ଆପଣଙ୍କୁ ଆଜି କହିଲି, ନାଁ ଏନେ ପ୍ରକାଶ କରୁନି, ସେ କିଛି ଲୋକ ତାଙ୍କୁ ରଙ୍ଗ ନେଇକି ତାଙ୍କୁ ବାଜେ ରାସ୍ତାରେ ନେଲେ। ଆଉ ଆଜି ଗୋଟେ କଥା ଆପଣଙ୍କୁ କହୁ ଶୁଣନ୍ତୁ, ତାଙ୍କର ଯେ ମୁଖ୍ୟ ଲୋକ ହେଲା ତାଙ୍କ ଦଳ ଭିତରେ, ସିଏ ହେଲା ସୁବ୍ରତ ବକ୍ସି। ସବୁଠୁ ଅନେଷ୍ଟ ଲୋକ, ଯେଉଁ ଅନେଷ୍ଟ ଲୋକ ଥାଏ ଟିଏମ୍ସି ପାର୍ଟିରେ, ସିଏ ହେଲା ସୁବ୍ରତ ବକ୍ସି। ସିଏ ଭଦ୍ରଲୋକ ଥିଲେ, ରାଜ୍ୟସଭା MP। ଆଉ ସିଏ ଟଙ୍କାଟେ କାହାଠୁ ଘୋଷ ଖାଆନ୍ତିନି, ପାନ ଖାଆନ୍ତିନି, ଓଲଟି ତାଙ୍କ ହାତରୁ ପଇସା ଖର୍ଚ୍ଚ କାମ କରନ୍ତି। ତାଙ୍କ ରାଜ୍ୟସଭା ସିଟ୍ଟାକୁ ଯେତେବେଳେ ସରିଗଲା, ଜବରଦସ୍ତି ତାଙ୍କଠୁ ଭିଡ଼ିକି ନେଇଗଲେ। ଆଜି ଆପଣ ଏଇଟା ଖୋଲା କଥା ଆଜି କହୁଛି, ତାଙ୍କଠୁ ଜବରଦସ୍ତି ଭିଡ଼ି ନେଇ ସେ ବହୁତ ଅଭିମାନ କଲେ ଯେ ତାଙ୍କୁ ଡମି ଗୋଟେ କରିଦେଲେ, ଦେଇକି ସେ ରାଜ୍ୟସଭା ସେଇଟାକୁ ଅନ୍ୟ ଲୋକକୁ ଜବରଦସ୍ତି ଦେଇଦେଲେ। ଇଏ ବହୁତ ସେ ସୁବ୍ରତ ବକ୍ସି ମନ ଖରାପ କଲେ, ଏବଂ ଏଇ କଥାଟା ଚାରିଆଡ଼େ ସାରା ବଙ୍ଗଳାରେ ଚର୍ଚ୍ଚାର ବିଷୟ ହେଇଗଲା। ସେଇ ସମୟରେ ସୁବ୍ରତ ବକ୍ସି ଏବେ କଥା କହୁଛି, ଆମ ଘରେ ଆସି 3-4 ଦିନ ଥିଲେ। ବହୁତ ଭଲ ଲୋକ, ତାଙ୍କୁ ମୁଁ ଭଲ ପାଏ, ଶ୍ରଦ୍ଧା କରେ, କାହିଁକିନା ଅନେଷ୍ଟ ଲୋକ, ତାଙ୍କୁ କିଏ ଆଙ୍ଗୁଠି ଦେଖେଇ ପାରିବ ନାହିଁ, ବହୁତ ଭଲ ଲୋକ। ସେ ଯାହା ଥିଲେ, ସେ ବହୁତ ମନ ଦୁଃଖ କଲେ, କଷ୍ଟ କଲେ। ତାଙ୍କ ୱାଇଫ୍ ଥିଲେ, ସମସ୍ତେ ଥିଲେ, ତାଙ୍କୁ ଆମେ ବୁଝେଇଲୁ ଯାହା ହେଇଛି କରନ୍ତୁ। ସେ ବହୁତ ମନ ଅଭିମାନ କଲେ। ଏଇ ଜିନିଷଟା ଆଜି ଆପଣଙ୍କୁ କହିଲି, ଏଇଟା କିମ୍ବା ନିହାତି ସତ୍ୟ କଥା, ଏଇଟା ତାଙ୍କ ଭୋଟ ଉପରେ ପଡ଼ିଲା। ଆପଣ ଯେଉଁ କହିଥିଲେ ଯେ ମହାପ୍ରଭୁଙ୍କ ଆଗରେ ଯିଏ ଅହଙ୍କାର କରେ, ସେଇଟା ତ ପ୍ରଭୁଙ୍କ କଥା, ମୁଁ ଆଗ କହିଲି ପୁରା, ସେଇଟା ଈଶ୍ୱରଙ୍କ କଥା। ଆପଣଙ୍କର ପବ୍ଲିକ ହେଲେ ଜନାର୍ଦ୍ଦନ, ସିଏ ଯାହା କରିବେ ସେ। ମୁଁ ଗୋଟେ କଥା କହିବା କଥା, ଅହଙ୍କାର ମଣିଷକୁ ପତନ କରାଏ। ଆଜି କହିଲି ଯେତେବେଳେ ପଥର ମୂର୍ତ୍ତି ବସିବା ଆରମ୍ଭ ହେଲା, ମୁଁ ନାହିଁ କରିଥିଲି। ମୁଁ ଦେଖନ୍ତୁ ଏହା କହିଥିଲି, ତାଙ୍କର ହିତକାଂକ୍ଷୀ ଲୋକ ଆମେ, ତାଙ୍କ ଘରେ ତ ମୁଁ ଯଜ୍ଞ ପୂଜା ଅର୍ଚ୍ଚାରେ ତାଙ୍କୁ ମୁଁ ଜିତେଇଥିଲୁ। ଆପଣ ପଥର ମୂର୍ତ୍ତି କରନ୍ତୁ ନାହିଁ, ସିଏ ସେଇଟାକୁ ଏକାନ୍ତ କାଢ଼ିଲେ। ପଥର ମୂର୍ତ୍ତି କରନ୍ତୁ, ପଥର ମୂର୍ତ୍ତି ମନ୍ଦିରରେ ପୂଜା ହେବେ, ରଥକୁ ପଥର ମୂର୍ତ୍ତି ଯାଇପାରିବେ ନାହିଁ। ଜଗନ୍ନାଥ ରଥ ପଥର ମୂର୍ତ୍ତି ରଥକୁ ଜଗନ୍ନାଥ ଯାଉଥାନ୍ତେ ପୁରୀରେ, ତାପରେ ଲେଖିଲେ ଧାମ, ଲେଖିଲେ ବହୁତ କିଛି ତାଙ୍କ ମନ ଇଚ୍ଛା କଲେ। ଏଇଟା ଆପଣଙ୍କୁ ନାହିଁ କଲୁ। ଦ୍ୱିତୀୟରେ ହେଲା, ସେ ଲୋକଙ୍କୁ ନେତାମାନେ କିଛି ଲୋକଙ୍କୁ ଅରିନାଶ କଲେ, ପୁରୀ କେ ଯିବ ନାହିଁ, ରଥ ବେଳେ ପୁରୀ କେ ଯିବ ନାହିଁ। ସେଇଟା ଯେତେକ ନେତା ଇ କରିଛନ୍ତି, 80% ନେତାଙ୍କର, ତାଙ୍କର ଯେଉଁ ପାର୍ଟି ଲୋକଙ୍କର ମନ ଖରାପ ହେଲା। କହିଲା ଦିଦିମାନେ ଲୋକ, ଶିକ୍ଷିତ ଲୋକ, ସିଏ କ'ଣ ନାହିଁ କରୁଛି, ପୁରୀ ଯିବନି ବୋଲିକା, ଏଇଟା ଖରାପ କଥା। ଜଗନ୍ନାଥ କାହାର ଗର୍ବ ଅହଙ୍କାର ସହନ୍ତି ନାହିଁ।
ଜଗନ୍ନାଥ ଆମ ଏମିତି ଠାକୁର ସେ କାହାର ଗର୍ବ ଅହଙ୍କାର ସହନ୍ତି ନାହିଁ। ଏଇଟା ଖରାପ ପାଣି ଗତିଗଲା, ଜାଣିପାରିଲେନି ଏଇଟା ବହୁତ ଖରାପ ପାଣି ଗତିଗଲା। ତାପରେ ସେଠି ଗୋଟେ ଆପଣଙ୍କର ବଙ୍ଗଳାରେ ଗୋଟେ ମନ ଇଚ୍ଛା ଗୋଟେ ଅରାଜକତା ହେଇଗଲା, ସେଇଟାକୁ ଲୋକ କିଛି ଲୋକ ପସନ୍ଦ କଲେ ନାହିଁ। ଆଉ ଆପଣ ଦେଖିବେ ଆଗୁଆ କହିଛି ଏଥରକ ସରକାର ନିଶ୍ଚିତ କିଛି ଅସୁବିଧା ପଡ଼ିଯିବେ। ଯାହା ମୁଁ କହିଥିଲି ଜଗନ୍ନାଥ ସେଇ ଜିନିଷ ହେଲା, ଆପଣମାନେ ଆଜି ଦେଖିପାରୁଥିବେ ସେଇ ଜିନିଷ ଗତିଗଲା। ଆଉ ବହୁ ସଂଖ୍ୟା ଗରିଷ୍ଠରେ ଆପଣଙ୍କର ଅନ୍ୟ ପାର୍ଟି ଯେ ବିଜେପି ଗଭର୍ଣ୍ଣମେଣ୍ଟ ପଦ୍ମଫୁଲ ଆସିଲା ବହୁ ସଂଖ୍ୟା ଗରିଷ୍ଠରେ। ତ ଅନେକ ନେତା ମନ୍ତ୍ରୀ ଆପଣଙ୍କୁ ମଧ୍ୟ ଯୋଗାଯୋଗରେ ରହୁଥାନ୍ତି ଏହି ସମୟରେ ଇଲେକ୍ସନ ସମୟରେ, ସେମାନଙ୍କୁ ଆପଣ କେମିତି କରୁଥାନ୍ତି? ଆଜ୍ଞା ଶୁଣନ୍ତୁ, ବହୁତ ନେତା ଅଛନ୍ତି, ସମସ୍ତେ ମୋର ଭଲ ସମ୍ପର୍କ, ସମସ୍ତେ ଶ୍ରଦ୍ଧା ଭାବ ଭକ୍ତି ମୋତେ କରନ୍ତି, ମୁଁ ସମସ୍ତେ ଆଶୀର୍ବାଦ କରେ। ମୁଁ କହୁନି, ମୁଁ ନିଜେ ଗର୍ବରେ କହୁଛି ବି, ମୁଁ ଅନେଷ୍ଟ ମେଣ୍ଟେନ୍ କରେ। ମୋତେ କିଏ ଆଙ୍ଗୁଠି ଦେଖିପାରିବେନି, ଏଇଟା ମୁଁ ଟିଭି ଆଗରେ 1000 ଥର କହିଥିବି, କିଏ ଆଙ୍ଗୁଠି ଦେଖିପାରିବେନି, ମୁଁ ଡୋମିନେଟ୍ ହଏନି। ମୁଁ ଯାହାକୁ ଯିଏ ସିଏ ହଉ, ମୁଁ ଅପ୍ରିୟ ସତ୍ୟ କଥା କହିବି। 20 MLAରୁ 60 MLA 70 MLA ଆଜି ଯେଉଁଠି ପହଞ୍ଚିବା ଶୁଭେନ୍ଦୁ ଅଧିକାରୀ ଅକ୍ଲାନ୍ତ ପରିଶ୍ରମ। ଆଜି ଦେଖନ୍ତୁ ସିଏ ଆସିଗଲେଣି, କେତେ ଉପରକୁ ଆସିଲେ, 200 ଉପରକୁ ଭୋଟ୍ ପାଇଲେ। କିଏ ବି କଳ୍ପନା କରିନଥିଲେ 200 ଉପରେ ପାଇବେ, କିନ୍ତୁ ମୁଁ କହିଥିଲି 200 ଉପରୁ ସେ ଭୋଟ୍ ନିଶ୍ଚିତ ପାଇବେ। ଧନ୍ୟବାଦ ଦେବେ। ନିଶ୍ଚିତ ଧନ୍ୟବାଦ ଦେବି, ଯିଏ ଗୋଟେ ଅକ୍ଲାନ୍ତ ପରିଶ୍ରମ ନିଜେ ଗୋଟେ ଠିଆ ହେଲା, ତାକୁ ଧନ୍ୟବାଦ ଦେବାନି, ଖଣ୍ଡେ ଧନ୍ୟବାଦ ଦେବି। ଏବଂ ଚାହିଁବି ବଙ୍ଗଳାର ଭଲ କାମ ହଉ, ୱେଷ୍ଟବେଙ୍ଗଲରେ ବହୁତ କାମ ବାକି ଅଛି, ବହୁତ କାମ ସେ ଆଗେଇ ଯାଆନ୍ତୁ, ବହୁତ କାମ କରନ୍ତୁ। ଭାଇ ଲାଗୁଛି ଦୀଘା ଜଗନ୍ନାଥ ମନ୍ଦିରର ନାଁ ପରିବର୍ତ୍ତନ ହେଇପାରିବ ଏବଂ ସେ ମନ୍ଦିର ଯୋଉ ପଥର ମୂର୍ତ୍ତି ରହିଛି ତାକୁ ମଧ୍ୟ ସେଠି ହଟାଯିବ, କାରଣ ଇଏ ଆସ୍ଥା ବିଶ୍ୱାସ ସହିତ ଜଡ଼ିତ ରହିଛି। ଆଜ୍ଞା ଶୁଣନ୍ତୁ, ମୂର୍ତ୍ତି ହଟିବା ଦରକାର ନାହିଁ, ସେଇ ମୂର୍ତ୍ତି ମନ୍ଦିରରେ ରହନ୍ତୁ। ଭଗବାନ ଜଗନ୍ନାଥ ସିଏ, ତାଙ୍କୁ ମୁଁ କହୁଥିଲି କି ରଥକୁ କିଏ ଯିବେନି। ଆପଣ ଦିନ ଚିନ୍ତା କରୁ, କାହିଁ ରଥକୁ ଯିବେନି? ରଥକୁ ଗଲେ ତାଙ୍କ ହାତ ଗୋଡ଼ ଖଣ୍ଡିଆ ହେଇଗଲେ ଗୋଟେ ଖରାପ ଗତି କରେ। ପଥର ମୂର୍ତ୍ତି ପହଞ୍ଚିବେନି, ରଥ ଭାଙ୍ଗିବ, ସବୁ ନଷ୍ଟ ହେବ। ସେଇଟା ତାଙ୍କୁ ମୁଁ କହିଥିଲି ଯେ ରଥକୁ ଯିବେନି। ମୂର୍ତ୍ତି ଏମିତି ତ ସାରା ଦୁନିଆରେ କେତେ ମନ୍ଦିର ହେଉଛି, କେତେ ମୂର୍ତ୍ତି ବସୁଛନ୍ତି, ଇଏ ରଥକୁ ଯିବେନି। ଏଇଟା ତାଙ୍କୁ ମୁଁ ବୁଝେଇ କହିଥିଲି। ମୁଁ ଆପଣ ତାଙ୍କୁ ମନ୍ଦିର ବସନ୍ତୁ, ରଥକୁ କିଏ ଯିବେନି। ବହୁତ ଡିସ୍କସନ୍ ହେଲା। ମୋ ପୁଅ ରାଜା ସେ ମନ୍ଦିର ପାଇଁ ବହୁତ ତାର ତ୍ୟାଗ ଅଛି, ଚେଷ୍ଟା କରିଲେ କି ମନ୍ଦିର ଭଲରେ ହେବ, କେମିତି ହେବ ସେ ହେବ। ଶୁଣିଲେନି, ଧାମ ଦେଖିଲେ ଆମେ ନାହିଁ କରିଥିଲୁ। ଦେଖନ୍ତୁ ମୁଁ କେବେ ଗଲି, ମୋର ଦିଦିଙ୍କ ସାଙ୍ଗେ ବ୍ୟକ୍ତିଗତ ବହୁତ ଭଲ ସମ୍ପର୍କ। ଆପଣ ଦେଖନ୍ତୁ ମୁଁ ଦୀଘା ଏତେ ଇଏ ହେଲା, ମୁଁ କେବେ ଗଲି ନାହିଁ। ଆଉ ଯେ ମୁଁ ଯାଇଥାନ୍ତି, ଯେଉଁ ଜଗନ୍ନାଥ ରଖିଲେ ମୁଁ ଯାଇଥାନ୍ତି, ତାହେଲେ ଭାବୁଥିବେ ମୋତେ କ'ଣ ଲୋକ ମୋତେ କହିଥାନ୍ତେ। ଏ ଲୋକମାନେ ବି ଯାହା କହିଲେ ଆପଣ ଶୁଣିଥିବେ, ସବୁ ପବ୍ଲିକ୍ ଯାହା କହିଲେ, କେବେ ମୁଁ ଗଲି ନାହିଁ। ଯେଉଁଠି ଗୋଟେ ଜିନିଷ ବାଜେ ଜିନିଷ ସେଠି ମୁଁ କେବେ ପ୍ରବେଶ କରିବା ନାହିଁ, କେତେବେଳେ ନାହିଁ। ନିରଙ୍କୁଶ ଯୋଉ ଶାସନ କଣ ଆପଣ ଭାବୁଛନ୍ତି, କଣ ସବୁ ମୁଖ୍ୟ କାରଣ ହେଇପାରେ? ଯେମିତି ଆପଣ କହିଲେ ଗୋଟିଏ ହେଲା ଜଗନ୍ନାଥ ଧାମ, ସେମିତି ଅନ୍ୟ କଣ ପ୍ରମୁଖ କାରଣ? ଆପଣ ଯେହେତୁ ବ୍ୟକ୍ତିଗତ ଭାବରେ ତାଙ୍କୁ ଗୁରୁ ବୋଲି ସେ ଆପଣଙ୍କୁ ମାନନ୍ତି, ଶୁଣନ୍ତୁ, ଆପଣ ତ ଭଲ ଭାବରେ କଲିକତା ସ୍ଥିତିକୁ ଅନୁଧ୍ୟାନ କରିଛନ୍ତି। ନାଇଁ ଅନୁଧ୍ୟାନ କରୁଛି, ସେ ବି ଆମ ଘରୁ, ଆପଣମାନେ ଜାଣିతే ଆମ ଘରକୁ ଆସିଥିଲେ, ସେଇଟା ବଳନ୍ତୁ ନୁହଁ। ତାଙ୍କ ଚାରିପଟେ କିଛି ଲୋକ ରହିଲେ, ଯିଏ ଲୋକଙ୍କୁ ନା ଭଲ ରାସ୍ତାକୁ ନେବ। ଦିଦିଙ୍କର ପତଳା କାନ, ଦିଦି ତାଙ୍କ କାନଟା ଟିକେ ପତଳା। ଆପଣ ଆପଣ କୁଚକ୍ରି ହେଇକି ରହିଲେ, ଯେଉଁ କୁଚକ୍ରି ଦେଇ ରହିଲେ, କାହାକୁ CBI ଧରିଲାଣି, କାହାକୁ ED ଧରିଲାଣି। ଆମ ମା ଦେଖନ୍ତୁ ସେଇ ତ ମେନ୍। ଆଉ ତାଙ୍କୁ ଘେରିକି ରହିଲେ, ତାଙ୍କୁ ଛାଡ଼ିଦେଲେନି। ତାଙ୍କୁ ସତ୍ୟତା ଆଜି ଆପଣ ଦୁଃଖର କଥା ଏଇଟା, ତାଙ୍କୁ କିଛି ଗୋଟେ ଇଣ୍ଡିପେଣ୍ଡେଣ୍ଟ କରିବାକୁ ଦେଲେନି। ଆଉ ତାଙ୍କ ମନ୍ତ୍ରୀ ପରିଷଦ ଏବଂ ତା TMC ପାର୍ଟି ଭିତରେ ଭଲ ସଚୋଟ ଲୋକ ହେଲା ସୁବ୍ରତ ବକ୍ସି, ତାଙ୍କ ପରାମର୍ଶ ବି କେହି ନେଲେନି। ଲାଷ୍ଟକୁ ତା ରାଜ୍ୟସଭା ସିଟ୍ କାଢ଼ି ଦେଇକିରି ତାକୁ ଡୋମିକିରି ବସେଇଲେ। କିନ୍ତୁ ତାଙ୍କର ରାଜ୍ୟସଭା ସିଟ୍ କାଢ଼ିଲେ, ଏଇଟା ବୁଝିବେ, ଏଇଟା ପବ୍ଲିକଲି ସମସ୍ତେ ଇଏ କଲେ। ଆରେ ସୁବ୍ରତ ବକ୍ସି ଲୋକ ଚୁପଚାପ ହେଇଗଲା, ଇଏ ଆସିଗଲେ, ସବୁ ଜାଣିଗଲେ, ଯେତେ ଯାକ ଗୋଡ଼େଇଲେ ଜାଣିଗଲେ। ସୁବ୍ରତ ବକ୍ସି ଆମ ଘରକୁ ଆସିଲେ ପଚାରିବେ, ତାଙ୍କୁ ମୁଁ ବୁଝେଇଛି, ବୋଲି ନାଇଁ ଆମ ପାର୍ଟି ଛାଡ଼ିବେ, କାହିଁ ଯିବେ। ଆପଣ ଯଦି ଗୋଟେ କହିଲେ ଗୋଟେ କାରଣ ହେଲା କୁଚକ୍ରି ଗୋଷ୍ଠୀ ଘେରି ରହିଥିଲେ, ଏଇ ଗୋଟେ କାରଣ। ଆଉ କଣ ଆପଣଙ୍କ ଅନୁଧ୍ୟାନ, ଆପଣ ଯେହେତୁ ଏତେ ଓତପ୍ରୋତ ଭାବେ ଜଡ଼ିତ, ପରାଜିତ ହେଇସାରିଛି, ସମସ୍ତେ ସ୍ୱୀକାର କରିବେ ଗଣତାନ୍ତ୍ରିକ ପଦ୍ଧତିରେ, କଣ କାରଣ ତ ପୁଣି ଏଇ ତ କାରଣ। ଏଇ ଯେ ଆପଣ ଆମେ 10 ଜଣ ଅଛୁ, ଆମେ ଚାହିଁବା ଉନ୍ନତି ହଉ,
କିନ୍ତୁ ସେଠି କିଛି ନେତା ଥିଲେ ସେମାନେ ନିଜ ସ୍ୱାର୍ଥକୁ ନିଜେ ଦେଖିଲେ। ଆପଣ ମୁଁ କହୁଛି କହିବାଟା ନୁହଁ ମୋର, ସେମାନଙ୍କୁ ଗୁରୁ ମୁଁ ତାଙ୍କୁ ଭଲ ପାଏ। ଆପଣ ଦେଖନ୍ତୁ ହଜାର ହଜାର କୋଟି ଟଙ୍କା ସ୍କାମ୍, ହଜାର ହଜାର କୋଟି ଟଙ୍କା, ସେ କାହାର ପବ୍ଲିକ ନାହିଁ, ଏଇଟା ପବ୍ଲିକ ସବୁ ଦେଖିଲେ ଦୁର୍ନୀତି ସବୁ ପବ୍ଲିକ ଦେଖିଲେ, ଆପଣଙ୍କ ଖତଟାକୁ ଦେଖିଲେ ଏବଂ ଦେଖନ୍ତୁ ସେଥିଯୋଗୁଁ କେମିତି ସରକାରକୁ ଓଲଟେଇଲେ। ଭଗବାନ ପବ୍ଲିକ ହେଲେ ଦଲାତ, ନହେଲେ ଟିଏମସି ସରକାର କେବେ ଭାଙ୍ଗିଥାନ୍ତେ, କେବେ ନାହିଁ।